ହ୍ୟାଲୋ। ହଁ କଣ କହୁଥିଲୁ? କିଏ ତମେ? ମୁଁ କହୁଥିଲି କି ମୁଁ ତମର ସିଏ ହବାକୁ ଇଚ୍ଛା କରି। କିଏ କିଏ? କଣ କହୁଛନ୍ତି ଠିକ ସେ କହୁନୁ? କଣ ଇଏ ସବୁ ଆରେ କଣ ମୁଁ ଏତେ ସ୍ମାର୍ଟ ତୁ କାହିଁକି ବୁଝିପାରୁନ? ସ୍ମାର୍ଟ ବୋଲି ସବୁ କଥା ତମର ବୁଝିବି ନା କଣ? କଣ ଆଉ କହୁଛ? ଆଉ ଆଉନୁ ଖୋଜିଆ ଯାଉ। ଏମିତି କଣ କହୁଛ ମ? ମୁଁ ତମକୁ କେତେ ଲାଇକ୍ କରୁଛି ତମେ ମତେ। କଣ କହୁଥିଲି କି କହିବ ଯଦି ବାପାଙ୍କୁ କହିକି ତମ ଘରେ ପ୍ରସ୍ତାବ ଟା ପକେଇଥାନ୍ତି। ଲାଇକି କରୁଛ ଫଲୋ କରୁନ ପ୍ରସ୍ତାବ ପକେଇ କି କଥା? ମାନେ କଣ ତମ ମାନେ କଣ କହିବା ପାଇଁ ଚାହୁଁଛ? ଡାଇରେକ୍ଟ କଥା କହୁନ, ସେ ବୁଲେଇ ବାଙ୍କେଇ କଣ କହୁଛ? ମୁଁ ଚାହୁଁଛି ତମକୁ ହେବାକୁ। କଣ ହେବାକୁ ମ? କଣ ବୁଝିପାରୁନ? ତମେ ମୋ ବିଷୟରେ କଣ ଜାଣିଛ? କଣ ତମେ ଭାବୁଛ କଣ? ବାହା ହେବି ତମକୁ। ବାହା ହବ ବୋଲି ଏମିତି ଡାଇରେକ୍ଟ ଫୋନ କରିକି ତମେ ଏମିତି ମତେ କହିବ? ନା ଆମର ଏମିତି ବାହା ହେବି ତ ବାହା ହେବି ଯା। ମୁଁ ଅଲରେଡି ବାହା ହେଇସାରିଛି। ମିଛ କୁହନି, ଏତେ ହ୍ୟାଣ୍ଡସମ୍ ତମେ ପୁଣି ବାହା ହେଇଥିବ। ନାଇଁ ମ କୋଉଠି ଲେଖା ହେଇଛି ହ୍ୟାଣ୍ଡସମ୍ ପିଲା କଣ ବାହା ହେବେନି? କୋଉଠି ଲେଖା ହେଇଛି ମତେ ଟିକେ କହିଲ? ବାହା ହେଇଛ ଯଦି ତାକୁ ଛାଡିଦବ, ମତେ ବାହା ହେଇଯିବ। ଏଇଠି କହିଲୁ ହଉ ଦେଖିବା, ଏମିତି କଥା ଅଛି ଦେଖିବା। ହଁ ଛାଡିଦବ ତ? ଦେଖିବା ତମେ ଏତେ ଭଲ, ମୁଁ ତମକୁ ପସନ୍ଦ କଲି ବୋଲି ତମେ ତମ ସ୍ତ୍ରୀକୁ ଛାଡିଦବ? ନା କହିଦେଲି ଏମିତି, ଦେଖିବା କଣ ହଉଛି। ଗୋଟେ କାମ କରୁନ, ତାଙ୍କୁ ବି ରଖିଥାଅ ମତେ ବି ରଖିବ। ଠିକ ସବୁ ଭଲ ନାହିଁ। କହୁନ ମୁଁ ବାହା ହେବି ତମକୁ। ମତେ ଇଏ ଯୌତୁକ ଦରକାର, ଯୌତୁକ ଦବ ନା? ଆମର ବହୁତ ଧନୀ ଘର, ତମେ ଯାହା କହିବ ଆମେ ସେୟା ଦବୁ। ମତେ ଦବ ବୋଇତାଳୁ 30 କିଲୋ। ଗୋଟେ ବୋଇତାଳୁ କଣ କରିବ ମ? ଗାଁରେ ପୁରା ଏଇଭଳିଆ ନିଅନ୍ତୁ। ବାହା ହେଇସାର ତାପରେ ଯାହା ନବା କଥା ନବ। ତମେ ମତେ ଭରସା କରୁଛୁ, ଆଗ ଦବ ତାପରେ ଯାଇ ବାହା। ଆଉ ଦବ ଗୋଟେ ହିରୋ ହଣ୍ଡା ଦବ। ହଣ୍ଡା ତେଲ ଗୋଟେ ତ ତେଲ ବି ଦବ 50। ହଣ୍ଡା ନା ଗଣ୍ଡା? ଫାଲତୁ କଥା ଦବ ଯଦି। ଶୁଣ, ମୋ ବାପା କହୁଥିଲେ ତାଙ୍କ ଜୋଇଁ ଯିଏ ହବ ତାକୁ ଗୋଟେ KTM ଦେଇଥାନ୍ତେ। KTM ନେଇ କଣ କରିବ? ଆଉ ଏତେ ସୁନ୍ଦରିଆ ଫିଗର ପାଇଛ, KTM ଟା ଭଲ ମ୍ୟାଚ୍ କରିଥାନ୍ତା। ରଖ ମୋ ସହ ତମ କଥା। କଣ କହୁଛ, ହବ ନା ନାଇଁ ଯେ? ମୁଁ ଏତେ ଆଶା କରିକି ଆସିଥିଲି, ମୋ ଆଶା ଭାଙ୍ଗିଦବ? ରୁହ, ମୁଁ ଏମିତି କଥା କହୁନି। କଣ କହୁଛ ତାହେଲେ କୁହ? ମୋ ସ୍ତ୍ରୀ ଅଛି, ସ୍ତ୍ରୀକୁ ତାକୁ କଣ କରେ, ତାକୁ ଆଗ ଡିଭୋର୍ସ ଦେଲା ପରେ ଟିକେ ବାହା ହେବି। ଖାଲି ତ ବାହା ହେଇ ହବନି ନା। ଆଉ ଡିଭୋର୍ସ ଦବ ତ ତମ ସ୍ତ୍ରୀକୁ? ଦେଇଦେବି ଆଉ ତମେ କହୁଛ। ଆଉ ତମେ ଏବେ ଅଛ କୋଉଠି, ବାହାରେ? ହଁ ମୁଁ ବାହାରେ ଅଛି ପରା ଟିକେ। ହଁ, ନହେଲେ ତମର ସେଇ ପୋଡାମୁହିଁ ସ୍ତ୍ରୀ ଟା ତମକୁ ହଇରାଣ କରିଥାନ୍ତା, କେମିତି କଥା ହେଇଥାନ୍ତ ମୋ ସହ? ସେଟା ବି ତ ସତ କଥା। ସେଟା ପୋଡାମୁହିଁ କିଏ ଶୁଣିଦେଲେ ଗାଁରେ, ମୁଁ ତ ଛକରେ ରହିଛି, କିଏ ଶୁଣିଦେଲେ କହିଦବ ଟିକେ ଧୀରେ କହୁଛି, ଶୁଭୁଛି ତ? ଆଉ ଶୁଣ ବା, କଣ KTM ଚଳିବ ତ? ରୁହ, ମୁଁ ତମକୁ ଆଗ ଦେଖି ନାହିଁ କି ଜାଣିନି କଥା କହୁଛି। ଭାବ ତମ ସ୍ତ୍ରୀଠୁ ମୁଁ ଭାରି ସୁନ୍ଦରୀ। କିଏ ଜାଣେ, କଥା ନାହିଁ ନା ଲୋଭ ସବୁ କଣ ନାଇଁ କଣ ସବୁ ତା ଛାଡ ମ, ମୁଁ ଏତେ ଆଶା କରିକି ଆସିଥିଲି, ମୋ ଆଶା ଭାଙ୍ଗିଦେଲ। ଦେଖେ କଣ ହଉଛି, ଟିକେ ଘରକୁ ଫାଇନାଲ କଥା, ଡିଭୋର୍ସ ଦବ ନା ନାଇଁ? ଗୋଟେ ଡିସିସନ ନଉଛି, ତମେ ଗୋଟେ ଏମିତି କଥା କହୁଛ। ଜଲ୍ଦି ଟିକେ କୁହ, ମୁଁ ପୁଣି ଲେହେଙ୍ଗା ଫେହେଙ୍ଗା କିଣିବି ନା ନାଇଁ? ବୁଢା ହାତକୁ ମୌକାଟା ଆଉଛି, ଛାଡିଦେବି। କହିଦେବି ହଁ ମାରିଦେବି, ତାର ପଛେ ଯାହାକୁ ଦେଖାଯିବ। ହ୍ୟାଲୋ। ହଁ, କଣ ଡିସିସନ ନେଲ? କହୁଥିଲି ହଉ ଭାବି ନବ ଆଉ। ତାମାନେ ମୁଁ ତମର ହେବି? ହଁ କହିଲ, ଏତେ ବାଟ କଥାଟା କଣ ହେବି କହୁନ? କହୁନ? କଥାଟା ଏତେ ବାଟ ଯେତେବେଳେ ବଢିଲାଣି, ଆଉ କଣ କହିବା,
କହି ହବନି ହଉ। ହଁ ତାମାନେ ମୁଁ ତମର ସିଏ ତମେ ମୋର ଇଏ। ହଁ ସେଇଆ ଭାବି ସାରିଲୁଣି କଣ କହିବ ତମେ ତ ତାହେଲେ ବାହାଘରଟା ଫାଇନାଲ। ତାହେଲେ ମୁଁ ତମ ପାଇଁ ପିଙ୍କ କଲର ପଞ୍ଜାବୀ ଆଉ ମୋ ପାଇଁ ପିଙ୍କ କଲର ଲେହେଙ୍ଗା ଅର୍ଡର ଦେଇଦଉଛି। ହଁ ଦେଇଦିଅ ପାରିବ ଯଦି 2,000 ଟଙ୍କା ମତେ ପଠେଇଦବ ତା ଗୋଟେ କାମ। କଣ ଡିଭୋର୍ସ କରିବା ପାଇଁ ବି ପଇସାଟା ମୁଁ ଦେବି ନା କଣ? ଏତେ ତମେ ଦେଇପାରିବନି କି କଥା। ହଉ ତାହେଲେ ଫାଇନାଲ। ମୋ ସ୍ତ୍ରୀଟା ଫୋନ କଲାଣି। ହ୍ୟାଲୋ। ହ୍ୟାଲୋ। ହଁ ତମେ କୋଉଠି? ଏଇଠି ଛକରେ ବଇଛି। ତମର କଣ ପାଇଁ ବିଜି ଶୋ କରୁଥିଲା ବା? ଆରେ ଏଇ ମୋ ସାଙ୍ଗଟା ଗୋଟେ କଲ୍ ତମର ଫୋନ କରିଥିଲା? ଏଇ ରମେଶକୁ ଫୋନ କରିଥିଲା ସିଏ ଆସିବ ଗାଡିଟା ନେଇକି ଏଇ ଛକକୁ ଟିକେ ଯାଇଥାନ୍ତୁ। କଣ ରମେଶ ନା ରଶ୍ମି ଠିକ କରିକି କୁହ। ଆରେ ରମେଶ କୁହ ତମେ କଣ ହେଲା ଛାଡ ସେ କଥା କୁହ କଣ ହେଲା କଣ ପାଇଁ ଫୋନ କଲ? କୋଉଠି ଅଛ? ଯୋଉ କାମ ଥିଲା କି କାମ ଅଛି ତମର ବାହାରେ? ଏଇ ଗୋଟେ କଥା ହଉଥିଲି ସାଙ୍ଗରେ। କଣ କି କାମ ଅଛି? ମୁଁ ଫୋନ କରିଥିଲି ତମ ଫୋନ ବିଜି କଣ ପାଇଁ ଶୋ କଲା? ଆରେ କହୁଛି ସାଙ୍ଗ ସହିତ କଥା ହବ ନା କଣ ମୁଁ ଦେବି ନା କଣ? ତୁ ଯା ଆସିଲ ଗଲାଣି। ଶୁଣ ବା କୁହ। କଣ କହୁଥିଲି କି ଆସିଲା ବେଳେ ଟିକେ ନେଇକି ଆସିଥାନ୍ତ। କଣ ବା? ଡିଭୋର୍ସ ପେପର। କାହିଁକି ବା? ହଇରେ ବାଡି ପଡା ଘରକୁ ଆସି ତ କଥା ବୁଝିଛି। ଏଇନୁ ଯୋଉ ଫୋନ କରିନଥିଲ କଥା ହଉଥିଲ ସେ ବାଡି ପଡି ରଶ୍ମି ହଉଛି ମୁଁ। ମୁଁ ଜାଣିଥିଲି ବୋଧେ ତମେ ସେଇ ହେଇଥିବ। ଘରକୁ ଆସ ତମ ତଣ୍ଟିରେ ଯଦି ଠିଆ ନ ହେଇଯାଇଛି ମତେ ଚିହ୍ନିବ। ଶୁଣ ରାଗନି। ଜାଣିଥିଲି ତମ ଛଡା ଏତେ ସାହସ ମାନେ କାହାର ହବ? ମତେ ଏଇଆ କଲ। ମତେ ପୋଡାମୁଇଁ ବୋଲି କହିଲ ତମେ କହିଲ ମୁଁ ପୋଡାମୁଇଁ। ଆରେ ଶୁଣ ଜାଣିଥିଲି ତମେ ମତେ ଭଲ ପାଉନ। ମୁଁ ଜାଣିଥିଲି ତମର ତମେ ତ ବାହା ହବ ବୋଲି କହିଲଣି। ବାହାଘର ଫିକ୍ସ କରିସାରିଲଣି। ମତେ ଡିଭୋର୍ସ ହବ ବୋଲି କହିଲଣି। ଆଉ କେତେ ବାଟ କଥା ଯାଇଥାନ୍ତେ ଯେ? ତମେ ଜାଣିଥିଲି ତମେ କଲ୍ କରିଛ ନହେଲେ କାଲିକୁ ମୁଁ ଆଜି ଫୋନ କରିଥିଲି କାଲି ଏମିତି ଆଉ ଗୋଟେ କିଏ ଫୋନ କରିବ ମତେ ଛାଡିକି ତାକୁ ଯଦି ବାହା ହେଇଯିବ ମୁଁ କି କରିବି? ମୁଁ ଗଲେ ତମ ନାଲିଆ କଲର ଶାଢୀଟା ଛୁଇଁକି ମୁଁ କହିଦେବି କଣ ହେଇଥିଲା ହେଲା ସବୁ ସତ କଥା କହିବି ହେଲା। ମିଛ କଥା ମୁଁ ତ ମଜା କରୁଛି ମୋ ବିଶ୍ୱାସ ନାହିଁ। ମୋ କହିବି ଗେଞ୍ଜି ପିନ୍ଧିକି ଘରକୁ ଆ ତ ବେକରେ ଯଦି ଠିଆ ନ ହେଇଯାଇଛି ମତେ କହିବି। ତମେ କାହିଁକି ପ୍ରାଙ୍କ କରୁଥିଲ କାହାକୁ ମୋ ସହିତ? ତମକୁ ଟିକେ ଖରାପ ଲାଗୁନି? ମୋର ଅଧିକାର ଅଛି। ତମେ କଣ ପାଇଁ କାହା ସହ କଥା ହଉଥିଲ? ଯଦି ସେ ଝିଅଟେ ଫୋନ କଲା ମୋ ସହିତ କନଫରେନ୍ସ କରିକି କଥା ହେଇଥାନ୍ତ। ମୁଁ ଶୁଣିଥାନ୍ତି। ମୁଁ ଜାଣିଥିଲି ତମେ ଗୋଟେ ନୂଆ ନମ୍ବର ଆଣିଛ ଗୋଟେ ଯାଇଥିଲ ସେଦିନ ମୁଁ ଜାଣିଥିଲି ତମେ ଜାଣିଥିଲ। ଆଉ କଣ କହୁଛ? ତମେ ମୋର ହେଲା ଆଉ କାହା ସହ ଦେଖିବି ତମ ବେକରେ ଠିଆ ହେଇଯିବି। ଚିହ୍ନି ନା ମତେ ମୁଁ କିଏ? ମୁଁ ଖାନଦାନ ଘରର ଝିଅ। ଛାଡ ହଉ ଆଉ କଣ ଆଉ ଭଲଛ ତମ ସବୁ ଭଲ? ମୁଁ ରାଗିଛି। ମାର୍କେଟରୁ ଆସିଲା ବେଳକୁ ଯୋଉ 10,000 ଟଙ୍କିଆ ବନାରସୀ ପାଟ ଗୋଟେ ନେଇକି ଆସିବ ନହେଲେ କିଛି ଶୁଣାଶୁଣି ନାହିଁ। ତ ବୋପା ଦିନେ କେହି ପିନ୍ଧିଲାନି ତ ବୋପା ଦିନେ ମୋ ବୋପା ନା ଉଠେଇବୁନି। କହୁଛି ରୁହ ତମ ଘରେ କହୁଛି ତମ ପୁଅ ବାହାରେ ଏମିତି କରୁଛି ବୋଲି। ଚୁପଚାପ ପାଟ ଶାଢୀ ନେଇକି ଆସିବ ନା ନାଇଁ? ହ୍ୟାଲୋ ହଉ ଦେଖିବା ଆର ମାସକୁ ଆସୁ ପଇସା ଆସୁ ଦବା ଦେଖିକି ଦବା। କଣ ଯେ ମୁଁ ଏଇ ମାସରେ ବାହା ହେବି। ହଉ ରଖୁଛି ନା କଣ କହୁଛୁ? ରଖୁଛି ଯାଏ ଘରକୁ ଯାଏ ହେଲା। ହଉ ଧନ ବାଏ ଫୋନ କରିବ। ହାଇ ଫ୍ରେଣ୍ଡ ଆପଣ ମାନେ ଯେମିତି ଆମ ଭିଡିଓକୁ ଦେଖିଲେ ଲାଇକ୍ ସବସ୍କ୍ରାଇବ କରିବେ।